Everything we hear is an opinion, not a fact. Everything we see is a perspective, not the truth. ଆମେ ଯାହା କିଛି ଶୁଣୁ ତାହା କେବଳ ଜଣଙ୍କର ମତାମତ ହୋଇଥାଏ, ବାସ୍ତବତା ନୁହେଁ। ଆମେ ଯାହା କିଛି ଦେଖୁ ତାହା କେବଳ ଗୋଟିଏ ଦୃଷ୍ଟିକୋଣ ହୋଇଥାଏ, ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ନମସ୍କାର ବନ୍ଧୁଗଣ, ମୁଁ ବିଜୟ। ଅନେକ ସମୟରେ ଆମେ ଲୋକଙ୍କୁ ଦେଖିଲା ମାତ୍ରେ ହିଁ ତାଙ୍କ ବିଷୟରେ ଗୋଟିଏ ଧାରଣା କରିନେଇଥାଉ। କିନ୍ତୁ ଆଜିର ଏହି ଛୋଟ କାହାଣୀଟି ଆପଣଙ୍କୁ ଶିଖାଇ ଦେବ ଯେ କାହାକୁ ଭୁଲ କହିବା ପୂର୍ବରୁ ଅନ୍ତତଃ ସତ୍ୟ ଜାଣିବା କେତେ ଜରୁରୀ। ଚାଲନ୍ତୁ ଆରମ୍ଭ କରିବା। ତିନି ଜଣ ଶିକ୍ଷକ ଜଣେ ଛୋଟ ଝିଅକୁ ପରୀକ୍ଷା କରିବା ପାଇଁ ଗୋଟିଏ ସହଜ ଗଣିତର ପ୍ରଶ୍ନ ପଚାରିଲେ। ସେ ଜାଣିବାକୁ ଚାହୁଁଥିଲେ କି ଝିଅଟିର ଗଣିତ କେତେ ଭଲ। ଶିକ୍ଷକ ଜଣ ପଚାରିଲେ, ମୋର ଗୋଟିଏ ପ୍ରଶ୍ନ ଅଛି, ଯଦି ତୁମକୁ ଗୋଟିଏ ଆପଲ ଦିଏ, ପୁଣି ଆଉ ଗୋଟିଏ ଆପେଲ ଦିଏ, ପୁଣି ଶେଷରେ ଆଉ ଗୋଟିଏ ଆପେଲ ଦିଏ, ତେବେ ତୁମ ପାଖରେ ସମୁଦାୟ କେତୋଟି ଆପେଲ ହେବ? ଝିଅଟି କିଛି ସମୟ ଭାବିଲା, ଆଙ୍ଗୁଠିରେ ଗଣିଲା ମଧ୍ୟ ଏବଂ ବହୁତ ଆତ୍ମବିଶ୍ୱାସର ସହ ଉତ୍ତର ଦେଲା, ସାର୍, ମୋ ପାଖରେ 4ଟି ଆପେଲ ହେବ। ଶିକ୍ଷକ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଭାବିଲେ ବୋଧେ ଝିଅଟି ଭଲରେ ଶୁଣି ନାହିଁ। ସେ ପୁଣି ଥରେ ଧୀରେ ଧୀରେ ସେହି ସମାନ ପ୍ରଶ୍ନକୁ ପଚାରିଲେ, କିନ୍ତୁ ଝିଅଟି ପୁଣି ଥରେ ସେହି ସମାନ ଉତ୍ତର ଦେଲା, 4ଟି। ଏଥର ଶିକ୍ଷକଙ୍କୁ ଟିକିଏ ବିରକ୍ତି ଲାଗିଲା। ସେ ଭାବିଲେ ଏତେ ସହଜ ପ୍ରଶ୍ନ ଉତ୍ତର ଏହି ଝିଅଟି କାହିଁକି ଭୁଲ ଦେଉଛି। ସେ ଭାବିଲେ ବୋଧେ ଝିଅଟିକୁ ଆପେଲ ପସନ୍ଦ ନୁହେଁ, ତେଣୁ ସେ ଏହାକୁ ଧ୍ୟାନ ଦେଉନି। ସେ ଏଥର ପ୍ରଶ୍ନଟିକୁ ଟିକେ ବଦଳାଇ ଦେଲେ। ଶିକ୍ଷକ ପଚାରିଲେ, ଛାଡ଼ ସେ କଥା, ଏବେ କୁହ, ଯଦି ମୁଁ ତୁମକୁ ଗୋଟିଏ ଷ୍ଟ୍ରବେରୀ ଦିଏ ଏବଂ ପୁଣି ଗୋଟିଏ ଦିଏ ଏବଂ ତାପରେ ପୁଣି ଗୋଟିଏ ଦିଏ, ତେବେ ତୁମ ପାଖରେ କେତୋଟି ଷ୍ଟ୍ରବେରୀ ହେବ? ଝିଅଟି ଆଙ୍ଗୁଠି ଗଣି କହିଲା, ସାର୍, ଏଥର 3ଟି ହେବ। ଶିକ୍ଷକ ଖୁସି ହେଲେ ଯେ ଯାହା ହେଉ ଝିଅଟି ଏବେ ଠିକ୍ ଉତ୍ତର ଦେଉଛି। ସେ ପୁଣି ଥରେ ସେହି ଆପେଲ ପ୍ରଶ୍ନକୁ ଫେରିଲେ। କହିଲେ, ସାବାସ୍, ଠିକ୍ ଅଛି, ଏବେ କୁହ, ଯଦି ମୁଁ ତୁମକୁ 3ଟି ଆପେଲ ଦିଏ, ତେବେ ତୁମ ପାଖରେ କେତୋଟି ଆପେଲ ହେବ? ଝିଅଟି ପୁଣି ଆଙ୍ଗୁଠି ଗଣି ଉତ୍ତର ଦେଲା, ସାର୍, 4ଟି। ଏବେ ଶିକ୍ଷକ ଟିକେ ରାଗିକି କହିଲେ, ଆରେ ବୋକି, କିନ୍ତୁ କେମିତି? ଷ୍ଟ୍ରବେରୀ 3ଟି ହେଉଛି, ତେବେ ଆପେଲ କାହିଁକି 4ଟି ହେବ? ଝିଅଟି ଟିକେ ଡରିଯାଇ ନିରୀହତାର ସହ ଉତ୍ତର ଦେଲା, କାରଣ ସାର୍, ମୋ ବ୍ୟାଗରେ ଆଗରୁ ଗୋଟିଏ ଆପେଲ ଅଛି। ଛୋଟ ଝିଅଟିକୁ ଶିକ୍ଷକ ଟିକେ ଚାହିଁଲେ ଏବଂ ଅଯଥାରେ ବିରକ୍ତ ହୋଇଥିବା କାରଣରୁ ମନେ ମନେ ଦୁଃଖିତ ମଧ୍ୟ ହେଲେ। ବନ୍ଧୁଗଣ, ଶିକ୍ଷକ ଜଣକ ନିଜ ଜ୍ଞାନ ଅନୁସାରେ ଠିକ୍ ଥିଲେ, କିନ୍ତୁ ଝିଅଟି ନିଜ ବାସ୍ତବତା ଅନୁସାରେ ଠିକ୍ ଥିଲା। ଅନେକ ସମୟରେ ଆମେ ଲୋକଙ୍କୁ ଭୁଲ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁ, କିନ୍ତୁ ଆମେ ଜାଣିନଥାଉ ଯେ ତାଙ୍କ ପାଖରେ କିଛି ଅଲଗା ତଥ୍ୟ ବା ପରିସ୍ଥିତି ଥାଇପାରେ। ମୋରାଲ ଅଫ୍ ଦ ଷ୍ଟୋରି, କାହାକୁ ବିଚାର ବା ଜଜ୍ କରିବା ପୂର୍ବରୁ ତାଙ୍କ ଦୃଷ୍ଟିକୋଣକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଜୀବନରେ ବେଳେ ବେଳେ 2+2=4 ହୋଇନଥାଏ। କେବେ କେବେ ପରିସ୍ଥିତି ଏହାକୁ 5 ମଧ୍ୟ କରିଦିଏ। ଜଣକୁ ଭୁଲ କହିବା ପୂର୍ବରୁ ତାଙ୍କ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ, କାରଣ ହୁଏତ ସେ ତାଙ୍କ ଜାଗାରେ ଠିକ୍ ହୋଇଥାଇପାରନ୍ତି। ଆମେ ଦୁନିଆକୁ ସେମିତି ଦେଖୁନାହୁଁ ଯେମିତି ଦୁନିଆ ଅଛି। ଆମେ ଦୁନିଆକୁ ସେମିତି ଦେଖୁ ଯେମିତି ଆମେ ନିଜେ ଅଛୁ। କାହାର ବାହାର ଚେହେରା ଦେଖି ତାଙ୍କୁ ଜଜ୍ କର ନାହିଁ, କାରଣ ଗୋଟିଏ ବହିର ପ୍ରଚ୍ଛଦ ବା କଭର କେବେ ବି ସେହି ବହିର ସମ୍ପୂର୍ଣ୍ଣ କାହାଣୀ ଜଣାଇ ପାରିବ ନାହିଁ। ଯଦି ଆପଣ ଲୋକଙ୍କୁ କେବଳ ଜଜ୍ କରିବାରେ ବ୍ୟସ୍ତ ରହିବେ, ତେବେ ତାଙ୍କୁ ଭଲ ପାଇବା ପାଇଁ ଆପଣଙ୍କ ପାଖରେ ସମୟ ରହିବ ନାହିଁ। ପ୍ରତ୍ୟେକ ମୁଦ୍ରାର 2ଟି ପାର୍ଶ୍ୱ ଥାଏ। ଠିକ୍ ସେମିତି ପ୍ରତ୍ୟେକଟି କାହାଣୀର ମଧ୍ୟ 2ଟି ଦିଗ ଥାଏ। ଅଧା ସତ୍ୟ ସବୁବେଳେ ସମ୍ପୂର୍ଣ୍ଣ ମିଛ ଠାରୁ ଅଧିକ ବିପଜ୍ଜନକ ହୋଇଥାଏ। କାହା ଉପରେ ଆଙ୍ଗୁଠି ଉଠାଇବା ପୂର୍ବରୁ ଏହା ମନେ ରଖନ୍ତୁ ଯେ ବାକି 3ଟି ଆଙ୍ଗୁଠି ଆପଣଙ୍କ ନିଜ ଆଡ଼କୁ ହିଁ ଥାଏ। ବୁଝାବଣା ହିଁ ସବୁ ସମ୍ପର୍କର ମୂଳଦୁଆ। ବୁଝିଲେ ସବୁ ଠିକ୍, ନ ବୁଝିଲେ ସବୁ ଭୁଲ। ଏହି କାହାଣୀଟି କେବଳ ଗଣିତର ଏକ ଭୁଲ ଉତ୍ତର ବିଷୟରେ ନଥିଲା। ଏହା ଆମ ଜୀବନର ସବୁଠାରୁ ବଡ଼ ସତ୍ୟ ଆମ ସମ୍ପର୍କ ବିଷୟରେ ଥିଲା। ଭାବନ୍ତୁ ତ, ଆମ ଜୀବନରେ କେତେଥର ଆମେ ନିଜ ସାଥୀ, ନିଜ ବାପା ମା କିମ୍ବା ବନ୍ଧୁଙ୍କୁ କେବଳ ଏଇଥିପାଇଁ ଭୁଲ ବୋଲି ମାନି ନେଇଛୁ କାରଣ ତାଙ୍କ କଥା ଆମ ଗଣିତ ସହ ମିଶି ନଥାଏ। ସମ୍ପର୍କର ମଧ୍ୟ ଅନେକ ସମୟରେ କିଛି ଅଦୃଶ୍ୟ ବା ଲୁଚି ରହିଥିବା ଆପେଲ ଥାଏ। ସେ ଆପେଲ ହୁଏତ ସାମ୍ନା ଲୋକର କୌଣସି ପୁରୁଣା ଦୁଃଖ ହୋଇପାରେ,
ତାଙ୍କର କୌଣସି ଅସହାୟତା ହୋଇପାରେ କିମ୍ବା ତାଙ୍କ ମନର କୌଣସି ଭୟ ହୋଇପାରେ ଯାହା ଆମକୁ ଦେଖାଯାଏ ନାହିଁ। ଆମେ କେବଳ ତାଙ୍କର ରାଗ କିମ୍ବା ତାଙ୍କର ଚୁପ୍ ରହିବା ଦେଖି ତାଙ୍କୁ ଜଜ୍ କରିଥାଉ। ମନେ ରଖନ୍ତୁ, ଏକ ସୁନ୍ଦର ସମ୍ପର୍କ ପାଇଁ ପ୍ରତିଥର ଠିକ୍ ହେବା ଜରୁରୀ ନୁହେଁ, ବରଂ ସାମ୍ନା ଲୋକର ଦୃଷ୍ଟିକୋଣକୁ ବୁଝିବା ଅଧିକ ଜରୁରୀ। ଯଦି ଆପଣ କାହାକୁ ଭଲ ପାଉଛନ୍ତି, ତେବେ ତାଙ୍କୁ ଭୁଲ ବୋଲି ପ୍ରମାଣ କରିବା ପୂର୍ବରୁ ଥରେ ପଚାରି ଦିଅନ୍ତୁ, ତୁମେ ଏମିତି କାହିଁକି ଭାବୁଛ? ହୁଏତ ତାଙ୍କ ଉତ୍ତର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ ଏବଂ ଆପଣଙ୍କ ସମ୍ପର୍କକୁ ଭାଙ୍ଗିବାରୁ ବଞ୍ଚାଇ ଦେଇପାରେ। ନିଜ ଦୃଷ୍ଟିକୋଣ ବଦଳାନ୍ତୁ, ଦେଖିବେ ଆପଣଙ୍କ ସମ୍ପର୍କ ଏବଂ ଜୀବନ ଦୁଇଟି ଯାକ ବଦଳିଯିବ। ସମ୍ପର୍କକୁ ବୁଝନ୍ତୁ, ବିଚାର କରନ୍ତୁ ନାହିଁ। ସେ ରାଗୁଛନ୍ତି, ବିରକ୍ତ ହୋଇ ବ୍ୟବହାର କରୁଛନ୍ତି, ସିଏ ଇଗ୍ନୋର କରୁଛନ୍ତି, ଆଗ ଭଳି ଠିକ୍ ସେ ଆଉ କଥା ହେଉନାହାନ୍ତି, କିଛି ଏପରି କଥା କହୁଛନ୍ତି ଯାହା ଆପଣଙ୍କୁ କଷ୍ଟ ଦେଉଛି, ତେବେ ତାଙ୍କୁ ଥରେ ନିଶ୍ଚୟ ସରଳତାର ସହ ପଚାରନ୍ତୁ, ତୁମର କ'ଣ ହୋଇଛି? ଜାଣିବାକୁ ଚେଷ୍ଟା କରନ୍ତୁ ଏହା କରିବା ପଛରେ କାରଣ କ'ଣ। ଯଦି ଆପଣଙ୍କର କିଛି ଭୁଲ ନାହିଁ, ତେବେ ଭୁଲ ବୁଝାମଣାର ଆପଣ ଶିକାର ହୋଇଛନ୍ତି। ତେବେ ତାଙ୍କୁ ସହଜରେ ବୁଝାନ୍ତୁ। ଦୁହେଁ ଦୁହିଁଙ୍କୁ ବୁଝିଗଲେ ସମ୍ପର୍କର ଅଡ଼ୁଆ ସୂତା ଛନ୍ଦି ହେବ ନାହିଁ କି କେବେ ସମ୍ପର୍କ ଛିଣ୍ଡିବ ନାହିଁ। ଏକ ସୁନ୍ଦର ସମ୍ପର୍କ ପାଇଁ ଠିକ୍ ହେବା ଜରୁରୀ ନୁହେଁ, ବରଂ ସାମ୍ନା ଲୋକର ଦୃଷ୍ଟିକୋଣକୁ ବୁଝିବା ଅଧିକ ଜରୁରୀ। କାହାଣୀରେ ଶିକ୍ଷକ ଜଣକ ନିଜ ଗଣିତ ଅନୁସାରେ ଠିକ୍ ଥିଲେ। 1+1+1=3 ଏବଂ ଛୋଟ ଝିଅଟି ମଧ୍ୟ ଠିକ୍ ଥିଲା। 1+1+1=4। ଠିକ୍ ସେମିତି ଗୋଟିଏ ସମ୍ପର୍କରେ, ସିଏ ସ୍ୱାମୀ ସ୍ତ୍ରୀ ସମ୍ପର୍କ ହୋଇଥାଉ କିମ୍ବା କୌଣସି ସାଙ୍ଗସାଥୀ, ଆମେ ନିଜ ସ୍ଥାନରେ ସବୁବେଳେ ଠିକ୍ ଥାଉ। ଆମେ ଭାବୁ ମୁଁ ତ ଠିକ୍ ଅଛି, ତେବେ ସିଏ କାହିଁକି ବୁଝୁନି? କିନ୍ତୁ ଆମେ ଏହା ଭୁଲି ଯାଉ ଯେ ସାମ୍ନା ଲୋକର ମଧ୍ୟ ଏକ ଅଲଗା ବାସ୍ତବତା ଥାଇପାରେ। ଆମେ ଆଖିରେ କେବଳ ଶରୀର ବା ରୂପ ଦେଖୁ, ଯାହା ଏକ ପର୍ସପେକ୍ଟିଭ ବା ଦୃଷ୍ଟିକୋଣ ହୋଇଥାଏ, କିନ୍ତୁ ସେହି ମଣିଷ ଭିତରେ କେତେ ଯନ୍ତ୍ରଣା, କେତେ ଅଭିଜ୍ଞତା ବା ତାଙ୍କ ପାଖରେ କେତେ ଜ୍ଞାନ ଅଛି, ତାହା ବାହାରୁ କେବେ ଜାଣି ହେବ ନାହିଁ। ଯଦି କଥାଟି ଆପଣଙ୍କୁ ଠିକ୍ ଲାଗିଥାଏ, ତେବେ ଅନ୍ୟମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। କମେଣ୍ଟରେ ଠିକ୍ ଲାଗିଲେ ଲେଖନ୍ତୁ ଏବଂ ଲାଇକ୍ଟେ ଦବାଇ ନିଶ୍ଚୟ କରିଦିଅନ୍ତୁ। ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ, ନିଜକୁ ଯୋଗ୍ୟ ବନାନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ଧନ୍ୟବାଦ।